ମୋର ପ୍ରିୟ ପିଲାମାନେ, ଆଶା କରିବି ସମସ୍ତେ ବହୁତ ହି ଭଲରେ ଥିବ ଏବଂ ଆପଣଙ୍କର ପରିବାରରେ ବି ପ୍ରାୟତଃ ସମସ୍ତେ ବହୁତ ହି ଭଲରେ ଥିବେ। ଫାଇନାଲି ଆପଣମାନେ ଯୋଉ ଭ୍ୟାକେନ୍ସିକୁ ୱେଟ୍ କରିଥିଲେ, ଯାହାର ଅନଲାଇନ୍ ଆପ୍ଲାଏ ଆସନ୍ତା କାଲି ପାଖରୁ ହେବ, ତାର ଫୁଲ୍ ନୋଟିଫିକେସନ ଆପଣଙ୍କର ପବ୍ଲିଶ ହେଇଛି। ଠିକ ଅଛି, ତ ଲାଇକ୍ ଆଉ ସେୟାର କରିକି ସବୁ ସାଙ୍ଗମାନଙ୍କୁ ବି ଜଣେଇଦେବେ, ଯୋଉଦ୍ୱାରା କି ସମସ୍ତେ ଆପଣଙ୍କର ଜାଣିପାରିବେ। ଆଉ ଚ୍ୟାନେଲକୁ ଆପଣ ନୂଆ ଅଛନ୍ତି ଦେନ୍ ଏବେ ହିଁ ସବସ୍କ୍ରାଇବ କରିକି ଅଲ୍ ନୋଟିଫିକେସନକୁ ବି ଆପଣ ଅନ୍ କରିଦେବେ। ଏବଂ ଡେଡିକେଟେଡଲି ଆପଣ ପଢିବା ପାଇଁ ଚାହୁଁଥିଲେ, ଏବେ ହିଁ ଆପଣ ପ୍ଲେ ଷ୍ଟୋରକୁ ଯାଆନ୍ତୁ ଆଉ ଲକ୍ଷ୍ମୀଧର ସାର୍ ଅଫିସିଆଲ ଆପ୍ଲିକେସନକୁ ଇନଷ୍ଟଲ କରିଦିଅନ୍ତୁ। ସବୁ ଜିନିଷର ଇନଫର୍ମେସନ ସର୍ବପ୍ରଥମେ ଆପଣ ପାଇବା ପାଇଁ ଓଡ଼ିଶାର ସବୁଠାରୁ ବଡ଼ ଟେଲିଗ୍ରାମ ଗ୍ରୁପ ରହିଛି, ଓଡ଼ିଶା ଟିଚର ଆସୋସିଏସନ, ଯୋଉ ଗ୍ରୁପରେ 2 ଲକ୍ଷରୁ ଅଧିକ ପିଲା ଅଛନ୍ତି। ସେଇ ଗ୍ରୁପରେ ଆପଣ ଜଏନ୍ ହେବେ। ଠିକ ଅଛି ବନ୍ଧୁଗଣ, ଦେଖନ୍ତୁ ଆପଣ ଜାଣିଥିବେ ରେଲୱେର ଯୋଉ ସବୁଠାରୁ ବେଷ୍ଟ ପଦବୀ ଯୋଉଟାକୁ ଆମେ ଏନଟିପିସି ବୋଲି ଆପଣଙ୍କର କହୁ, ତାର 2 ପ୍ରକାର ଭ୍ୟାକେନ୍ସି ଆପଣଙ୍କର ବାହାରିଛି। ଗୋଟେ ଗ୍ରାଜୁଏଟ ପିଲାଙ୍କ ପାଇଁ, ମାନେ ଯୋଉମାନେ +3 ପାସ୍ କରିଛନ୍ତି, ଆଉ ଗୋଟେ +2 ପାସ୍ ପିଲାଙ୍କ ପାଇଁ। ତ +2 ଯୋଉମାନେ ପାସ୍ କରିଛନ୍ତି ତାଙ୍କର ଅନଲାଇନ ଆପ୍ଲାଏ 21 ସେପ୍ଟେମ୍ବର ହବ। ତ ୟାର ଫୁଲ୍ ନୋଟିଫିକେସନ 20 ସେପ୍ଟେମ୍ବରକୁ ଆସିବ। ଆଉ ଯୋଉମାନେ +3 ଆପଣଙ୍କର ପାସ୍ କରିଛନ୍ତି ତାଙ୍କର ଅନଲାଇନ ଆପ୍ଲାଏ 14 ସେପ୍ଟେମ୍ବର ଆସନ୍ତା କାଲି ପାଖରୁ ହବ। ତ ୟାର ଫୁଲ୍ ନୋଟିଫିକେସନ ଅଲରେଡି ଆପଣଙ୍କର ଆସିଯାଇଛି। ଯୋଉମାନେ +3 ପାସ୍ କରିଛନ୍ତି 8113ଟି ପଦବୀ ଅଛି। ଆଉ ଯୋଉମାନେ +2 ପାସ୍ କରିଛନ୍ତି ତାଙ୍କ ପାଇଁ 3445ଟି ପଦବୀ ଅଛି। ଏବେ ଜଣେ କହିବ, ସାର୍ ମୁଁ +3 ପାସ୍ କରିଛି, ମୁଁ ବୋଥ୍ ପାଇଁ ଆପ୍ଲାଏ କରିପାରିବି କି ନାହିଁ? ଆଜ୍ଞା ହଁ, କରିପାରିବେ, ନୋ ପ୍ରୋବ୍ଲେମ। କିନ୍ତୁ ଯଦି ଜଣେ +2 ଖାଲି ପାସ୍ କରିଛି ଦେନ୍ ତ ସିଏ ଖାଲି ଗୋଟିଏ ଆପଣଙ୍କର ଆପ୍ଲାଏ କରିପାରିବ। ଏବେ ଆସନ୍ତୁ ଏହାର ଫୁଲ୍ ନୋଟିଫିକେସନ ଆପଣଙ୍କର ଯିବା। ଆପଣ ରେଲୱେର ପ୍ରତ୍ୟେକଟି ଅଫିସିଆଲ ୱେବସାଇଟକୁ ଯାଇପାରିବେ। ଆଉ ଯେମିତି ଆପଣ ଯିବେ, ଧରାଯାଉ ମୁଁ ଆର୍ଆର୍ବି ଚଣ୍ଡିଗଡ଼ର ଅଫିସିଆଲ ୱେବସାଇଟକୁ ଗଲି, ଆର୍ଆର୍ବି cdg.gov.in ଯେମିତି ଅଫିସିଆଲ ୱେବସାଇଟକୁ ଆପଣଙ୍କର ଗଲି, ଦେଖିପାରୁଛନ୍ତି ଏଇଟା ଗ୍ରାଜୁଏଟ ମାନଙ୍କର ଫୁଲ୍ ନୋଟିଫିକେସନ ଆସିଯାଇଛି। ୟା ଉପରେ ଆପଣ ଅନଲାଇନ ଆପ୍ଲାଏ କାଲି ପାଖରୁ ଆପଣ କରିପାରିବେ। ଏଇଠି କ୍ଲିକ୍ କରିକି ଅନଲାଇନ ଆପ୍ଲାଏ କରିବେ। ତ ଯେମିତି ଆପଣ ୟା ଉପରେ କ୍ଲିକ୍ କରିବେ, ଫୁଲ୍ ନୋଟିଫିକେସନଟି ଆପଣଙ୍କର ଓପେନ ହେଇଯିବ। ଦେଖନ୍ତୁ, ତ ଅନଲାଇନ ଆପ୍ଲାଏ ଆପଣ ମାନେ ଆସନ୍ତା କାଲି ପାଖରୁ କରିବେ। କେମିତି ଅନଲାଇନ ଆପ୍ଲାଏ କରିବେ ତାର ଡିଟେଲ ଭିଡିଓ ମୁଁ ଆପଣଙ୍କୁ ବନେଇଦେବି। ଲାଷ୍ଟ ଡେଟ୍ ଆପଣଙ୍କର 14 ଅକ୍ଟୋବର ଆପଣଙ୍କର ଲାଷ୍ଟ ଡେଟ୍ ରହିଛି। ଯଦି ଆପଣ ଅନଲାଇନ ଆପ୍ଲାଏ କଲା ସମୟରେ କିଛି ବି ମିଷ୍ଟେକ୍ କରିବେ ନା, ଦେନ୍ ତାକୁ ଆପଣ ରେକ୍ଟିଫାଇ କରିପାରିବେ। 16 ଅକ୍ଟୋବରରୁ ଆପଣ ତାକୁ ରେକ୍ଟିଫାଇ କରିପାରିବେ। ଠିକ ଅଛି, ଯେହେତୁ ଏଇଟା +3 ପାସ୍ ପିଲାଙ୍କ ପାଇଁ ପଦବୀ ଅଟେ, କଣ କଣ ଚାକିରି ଅଛି ଦେଖନ୍ତୁ ହେଲା। ଆପଣ ମାନେ ଟିକେଟ ସୁପରଭାଇଜର ହେଇପାରିବେ, ଷ୍ଟେସନ ମାଷ୍ଟର ହେଇପାରିବେ, ଗୁଡ୍ସ ଟ୍ରେନ ମ୍ୟାନେଜର ହେଇପାରିବେ। ଏଇ ସବୁ ଆପଣ ଚାକିରି ଆପଣଙ୍କର ପାଇପାରିବେ ଗୋଟିଏ ପରୀକ୍ଷା ଆପଣଙ୍କର ଦେଇକି। ବହୁତ ହି ଭଲ ପଦବୀ ଅଟେ, ଜମାରୁ ବି ହାତ ଛଡା ଜମାରୁ ବି ଏଥିରେ କରନ୍ତୁ ନାହିଁ। ସର୍ବମୋଟ ପଦବୀ ଆପଣ ଦେଖି ଦିଅନ୍ତୁ, ଲେଖା ହେଇଛି କୋଉଥିରେ କେତେ ଦରମା। ଦେଖନ୍ତୁ ରେଲୱେ ଚାକିରି ଦରମା ପୁରା ବବାଲ। ଏଜ୍ ଦେଖି ଦିଅନ୍ତୁ, ମିନିମାମ 18 ବର୍ଷରୁ ମ୍ୟାକ୍ସିମାମ 36 ବର୍ଷ ଭିତରେ ଥିଲେ ଆପଣ ଅନଲାଇନ ଆପ୍ଲାଏ କରିପାରିବେ। ପଦବୀ ଆପଣ ଦେଖିଦେଲେ, ଠିକ ଅଛି। ଏବେ ଆସନ୍ତୁ ଆପଣଙ୍କର ଯିବା, ପଦବୀ ଆପଣ ଦେଖିଦେଲେ, ଏଜ୍ ଲିମିଟ ମଧ୍ୟ ଆପଣ ଦେଖିଦେଲେ। ଏବେ ଦେଖିବା ଆସନ୍ତୁ ଆପଣଙ୍କର ଯୋଉ ଅନଲାଇନ ଆପ୍ଲାଏ ଆପଣ କରିବେ, ସେଥିରେ ଆପଣଙ୍କର ଏଇ ଯୋଉ କେମିତିକା ସିଲେକ୍ସନ ହବ। ଆଗ ଆପଣ ମାନେ କଣ କରିବେ ନା, ଆଗ ଆପଣଙ୍କର CBT1 ଅନଲାଇନ ଆପଣ ମାନେ CBT1 ଆପଣଙ୍କର ପରୀକ୍ଷା ଦେବେ। ତାପରେ ଆପଣଙ୍କର CBT2 ଆପଣଙ୍କର ପରୀକ୍ଷା ହବ। ମାନେ ଦୁଇଟା ଆପଣଙ୍କର ପରୀକ୍ଷା ଅଛି, ନେଗେଟିଭ ମାର୍କିଂ ବୋଥରେ ଆପଣଙ୍କର ରହିଛି। ଠିକ ଅଛି, ଏବେ ଦେଖନ୍ତୁ ଏଥିରେ ଆପଣଙ୍କର ଯଦି ଆମେ ଡିସ୍କସନ କରିବା, ଅନଲାଇନ ଆପ୍ଲାଏ କରିବା ପାଇଁ ଏଜ୍ ଲିମିଟ ଆପଣ ଜାଣିଲେ। ଆହୁରି ଆପଣଙ୍କର କେତେ ଟଙ୍କା ପଡିବ ଦେଖନ୍ତୁ ହେଲା। ଯୋଉମାନେ ଆପଣଙ୍କର ଦିବ୍ୟାଙ୍ଗ କିମ୍ବା ଝିଅ ମାନେ, ST SC ମାନେ, ସେମାନଙ୍କୁ କେବଳ 250 ଟଙ୍କା ପଡିବ। କିନ୍ତୁ ଯେମିତି ଆପଣ ପରୀକ୍ଷା ଦେବେ ନା, CBT1 ପରୀକ୍ଷା ଦେଲେ ଆପଣଙ୍କର ଟଙ୍କା ଅଟୋମେଟିକାଲି ରିଫଣ୍ଡ ହେଇଯିବ। ଠିକ ଅଛି, ମାନେ ଫ୍ରି କହିଲେ ଚଳେ। କିନ୍ତୁ ଯଦି ଆପଣ ପରୀକ୍ଷା ଦେବା ପାଇଁ ଯିବେନି, ଦେନ୍ ଟଙ୍କା ଆପଣଙ୍କ ରିଫଣ୍ଡ ହବନି। ଆଉ ଯୋଉମାନେ ଜେନେରାଲ ଆଉ OBC ପିଲା, ତାଙ୍କୁ ଆପ୍ଲାଏ କରିବା ପାଇଁ 500 ପଡିବ। କିନ୍ତୁ ଝିଅ ମାନଙ୍କୁ ଦେଖନ୍ତୁ, ସବୁ ଝିଅ ମାନଙ୍କୁ 250 ପଡିବ, କିନ୍ତୁ ଜେନେରାଲ ଆଉ OBC ପୁଅ ମାନଙ୍କୁ 500 ଟଙ୍କା ପଡିବ। ସେମାନେ ଯେମିତି CBT1 ପରୀକ୍ଷା ଦେବେ, 400 ଟଙ୍କା ଆପଣଙ୍କର ରିଫଣ୍ଡ ହେଇଯିବ।
ଆପଣ ଖାଲି ପରୀକ୍ଷା ଦେବା ପାଇଁ ଗଲେ ହିଁ ଟଙ୍କା ଆପଣଙ୍କ ରିଫଣ୍ଡ ହେଇଯିବ। ତେଣୁକରି ପରୀକ୍ଷା ଦେବା ପାଇଁ ଆପଣ ନିହାତି ଆପଣଙ୍କର ଯିବେ। ଠିକ ଅଛି, ବୁଝିଗଲେ। ଏବେ ଆସନ୍ତୁ ଡିସ୍କସନ ଆପଣଙ୍କର କରିବା, ଯୋଉ ସିଲାବସ ଆପଣଙ୍କ ରହିଛି କେମିତି ପଢିବେ ତା ସମ୍ପର୍କରେ ଆମେ ଡିସ୍କସନ କରିବା। ଦେଖନ୍ତୁ, ଆପଣଙ୍କର CBT 1 ଅନଲାଇନ ମୋଡରେ ଆପଣ ପରୀକ୍ଷା ଦେବେ, ଯୋଉଥିରେ ଜିକେ ପଡିବ 40ଟା କ୍ୱେଶ୍ଚନ 40 ମାର୍କ, ମ୍ୟାଥମେଟିକ୍ସ ପଡିବ 30ଟା କ୍ୱେଶ୍ଚନ 30 ମାର୍କ, ରିଜନିଂ ପଡିବ 30ଟା କ୍ୱେଶ୍ଚନ 30 ମାର୍କ। ଏହା ପାଇଁ କଣ କରିବେ ଦେଖନ୍ତୁ, ଜିକେ ରେ ହିଷ୍ଟ୍ରି, ଜିଓଗ୍ରାଫି, ପଲିଟି, ସାଇନ୍ସ ସବୁ କିଛି ପଡିବ। ଆପଣ ଖାଲି ହିଷ୍ଟ୍ରି, ଜିଓଗ୍ରାଫି, ପଲିଟି ସବୁଦିନ କ୍ଲାସ କରିବେ। ମ୍ୟାଥମେଟିକ୍ସ ଆଉ ରିଜନିଂ ସବୁଦିନ ଆପଣଙ୍କର କ୍ଲାସ କରାହଉଛି। ସବୁଦିନ ଆପଣଙ୍କୁ ମୁଁ ପ୍ରାକ୍ଟିସ ପାଇଁ କ୍ୱେଶ୍ଚନ ମଧ୍ୟ ଦଉଛି। ଖାଲି ସେତିକି ଆପଣ ପ୍ରାକ୍ଟିସ କରିଦେଲେ ନା, ମାନେ ଯେତିକି ବି ରେଲୱେର କ୍ୱେଶ୍ଚନ ପଡିଛି ସବୁ ଗୁଡା ପ୍ରାକ୍ଟିସ କରିଦିଅନ୍ତୁ, ଇଜିଲି କ୍ୱାଲିଫାଇ ହେଇଯିବେ। କିନ୍ତୁ 100ଟା କ୍ୱେଶ୍ଚନ 90 ମିନିଟ ମାତ୍ର, ତ ଆପଣ ଟିକେ ଜଲ୍ଦି ଜଲ୍ଦି କରିବେ, ନହେଲେ ଅସୁବିଧା। ଯେତିକି ଆସିବ କରିବେ, ନେଗେଟିଭ ମାର୍କିଂ ପୁଣି ଆପଣଙ୍କର ରହିଛି, 1/3 ମାର୍କ ଆପଣଙ୍କର କଟିବ। ଆଉ ଏଥିରେ କଣ କଣ ସବୁ ପଡିବ ଦେଖନ୍ତୁ, ଯେମିତି ନମ୍ବର ସିଷ୍ଟମ, ଗସାଗୁ ଲସାଗୁ, ରେସିଓ ପ୍ରପୋର୍ସନ, ପାର୍ସେଣ୍ଟେଜ, ଟାଇମ ଆଣ୍ଡ ୱାର୍କ, ଟାଇମ ଆଣ୍ଡ ଡିଷ୍ଟାନ୍ସ, ସିମ୍ପଲ ଇଣ୍ଟରେଷ୍ଟ, କମ୍ପାଉଣ୍ଡ ଇଣ୍ଟରେଷ୍ଟ, ପ୍ରଫିଟ ଆଉ ଲସ୍, ଜେମେଟ୍ରି, ଏଗୁଡା କରିପାରିବେ। ରିଜନିଂ ଯାହା ପଡୁଛି ପଡୁନା, ଜିକେ ରେ ତ ହିଷ୍ଟ୍ରି, ଜିଓଗ୍ରାଫି, ପଲିଟି ଆଉ ସାଇନ୍ସ ଆପଣଙ୍କର ପଡିବ। ଯେଉଁମାନେ CBT 1 ରେ କ୍ୱାଲିଫାଇ କରିବେ ସେମାନେ ଆପଣଙ୍କର CBT 2 ଆଉ ଥରେ ଅନଲାଇନ ପରୀକ୍ଷା ଆପଣଙ୍କର ଦେବେ, ଯୋଉଥିରେ ଆପଣଙ୍କର 120ଟା ପ୍ରଶ୍ନ ପଡିବ। ଜିକେ ଦେଖନ୍ତୁ 50ଟା ପଡିବ, ମ୍ୟାଥମେଟିକ୍ସ 35ଟି ପଡିବ, ଆଉ ରିଜନିଂ ଆପଣଙ୍କର 35ଟା ଆପଣଙ୍କର ପଡିବ। ସେମ୍ ଜିନିଷ, କିଛି ନୂଆ ଜିନିଷ ନାହିଁ, ସେମ୍ ସିଲାବସ, ସବୁ ଜିନିଷ ସେମ୍ ରହିଛି। ଆପଣଙ୍କୁ ଖାଲି ସେଥିରେ କ୍ୱାଲିଫାଇ କଲେ ଦେନ୍ ଆପଣଙ୍କ ଡକୁମେଣ୍ଟ ଭେରିଫିକେସନ କରିକି ଆପଣ ଚାକିରି ପାଇଯିବେ। ବୁଝିଗଲେ? ହେଲା। ଆଉ କିଛି କିଛି ଜିନିଷ ଦେଖନ୍ତୁ, ସ୍କିଲ୍ ଟେଷ୍ଟ ରହିଛି, ସ୍କିଲ୍ ଟେଷ୍ଟ ମଧ୍ୟ ଆପଣ କରିବେ। ଅନଲାଇନ ଆପ୍ଲାଏ କେମିତି କରିବେ କାଲି ମୁଁ ଆପଣଙ୍କର ଭିଡିଓ ମଧ୍ୟ ବନେଇଦେବି। ତ ଫୁଲ ନୋଟିଫିକେସନ ଆସିଗଲା। +3 ଯୋଉମାନେ ପାସ୍ କରିଛନ୍ତି କାଇଣ୍ଡଲି ଆପ୍ଲାଏ କରନ୍ତୁ, ଆଉ ଯୋଉମାନେ +2 ପାସ୍ ଖାଲି କରିଛନ୍ତି ସେମାନେ 21 ସେପ୍ଟେମ୍ବରରୁ ଅନଲାଇନ ଆପ୍ଲାଏ କରିପାରିବେ। ଠିକ ଅଛି, ଥ୍ୟାଙ୍କ ୟୁ, ଜୟ ଜଗନ୍ନାଥ, ଧନ୍ୟବାଦ, ଥ୍ୟାଙ୍କ ୟୁ।